କଣ ହେଇଛି? ମନ ଦୁଃଖ ହେଇ ବସିଛ କଣ କି? ମୁଁ କଣ ବହୁତ ମନ ଦୁଃଖ ଅଛି। କଣ କହିବି, ତମେ ମତେ ଯେତେବେଳେ ଭଲ ପାଉଥିଲ, ବାହା ହେଇନଥିଲ, ସବୁଦିନ କଥା ମନେ ପଡି ଯାଉଛି। ଆଉ ଆଜି ଏତେ ବଡ ଦିନଟା, ସକାଳୁ ରାତି ହେଇଗଲା, କିନ୍ତୁ ତମର ଦେଖିଲା ବେଳକୁ କିଛି କଥା ମନ ନାହିଁ। ଆଜି କଣ କଣ କହିବି? ଅଛି? ମୁଁ ହେଇଛି ମନ ହଁ, କାହିଁ ମନେ ରହିବ? ବାହା ହେଇଗଲ, ପିଲା ଛୁଆ କରିଦେଲ, ତମର ଟେନସନ ଗଲା। ଆଜି ଗୋଟେ ଏତେ ବଡ ଦିନ, ଗୋଟେ ଫେବୃଆରୀ ମାସର ଷ୍ଟାର୍ଟିଂ ଡେ, ରୋଜ ଡେ। ମାନେ ଭଲ ପାଉଥିଲା ବେଳେ, ମତେ ବାହା ହେଇନଥିଲା ଯେତେବେଳେ, ମୁଁ କେତେ କଣ ମାନେ ମତେ ପାର୍କ ନେଇକି ଯାଉଥିଲ, ରୋଜ ଦଉଥିଲ। ମାନେ ସେ 2-3 ବର୍ଷ ଟା ବହୁତ ଭଲରେ ବିତିଥିଲା। କିନ୍ତୁ ବାହା ହେଇଗଲା ପରେ, ଆଉ ଗୋଟେ ବେବି ହେଇଗଲା ପରେ, ସବୁ ବୁଡିଗଲା। ଛଡା ଛଡା, ଆଜି ଏତେ ବଡ ଦିନଟା, ମୋ ମନଟା ଭାରି ଦୁଃଖ ଅଛି। ମତେ କିଛି କୁହନି। ମୁଁ ଭୁଲି ଯାଇଛି, କାମ କାମ ହଁ, ମୁଁ ଭୁଲି ଭୁଲିବନି। ଯାଇଛି। ହଁ ହଁ, ଭୁଲିବନି। ଆଉ ଭାଇଲେନ୍ସ ପାଉଥିଲେ ଆଉ ଆମ ବୟସ ଶୁଣ, ଅଛି। ଏଇଟା ହଉଛି ଖୁସି। ଏଇଟାକୁ ଆମେ ଯଦି ବୁଢା ବୁଢୀ ହବା ପର୍ଯ୍ୟନ୍ତ ବି ପାଳିବା ନା, ସେଇଟା ଆମେ ବହୁତ ଖୁସିରେ ସହ କହିପାରିବୁ। ନାଇଁ, ମୋ ସ୍ୱାମୀ ଆଜି ବି ଏବେ ବି ମତେ ସେତିକି ଭଲ ପାଉଛି। ହେଲେ ତମ ମନରେ ଆଉ ଭଲ ପାଇବା କଣ କିଛି ବି ନାହିଁ। ଯାଅ, ମୋ ଛଡା ଏଠୁ ଉଠେଇ ଆଚ୍ଛା, ରାଗ ଦଅ। ରାଗ। ତମେ ମୁଁ ଗପନି। କଣ ମୁଁ ପ୍ରଥମ ଭୁଲି ପାରିବି? ହାପି ରୋଜ ଡେ। ହାପି ରୋଜ ଡେ ମୋ ପାଇଁ ଆଣିଛ? ମୁଁ ଭାବିଲି ତମେ ସତରେ ଭୁଲି ଯାଇଛ ବୋଲି। ମୁଁ ଭୁଲିବି? ତମେ ଗୋଟିଏ ବୋଲେ ସ୍ତ୍ରୀ, ତ ମୁଁ ଭୁଲିବି? ଦବା ଏଇଟା ମୋ ଦେଇଛି। ପାଇଁ ସବୁଠୁ ସ୍ପେଶାଲ ଗିଫ୍ଟ। ବହୁତ ଭଲ ହେଇଛି। ହାପି ରୋଜ ଡେ ବେବି।